ଗାଁରେ ଶୀତ ଋତୁ ଆସେ ଧାନ କଟା ପର୍ବକୁ ସାଙ୍ଗରେ ଆଣି ସମସ୍ତେ ଲାଗିଥାନ୍ତି ଧାନ ଅମଳ କାମରେ। କିଏ ବାହୁଙ୍ଗିରେ ତ ଆଉ କିଏ ଶଗଡ଼ରେ ବିଲରୁ ଧାନ ନିଜ ଖଳାକୁ ବୋହି ଆଣନ୍ତି। ଆଉ ରବିବାରଟା ଥାଏ ଆମ ଛୁଆମାନଙ୍କର ଦିନ। ଧାନ ଖୁଣ୍ଟିବା ବାହାନାରେ ହାତରେ ଖଣ୍ଡେ ଖଣ୍ଡେ ଟୋକେଇ ଧରି ଆମେ ବାହାରି ଯାଉଥିଲୁ ବିଲ ଆଡ଼େ। ଖାଇବା ପାଇଁ ପକେଟରେ ନେଇଥାଉ ପୋଡ଼ା କନ୍ଦମୂଳ ଖଣ୍ଡେ, ନହେଲେ ମେରି ବିସ୍କିଟ୍ ଦିଟା। ଆଉ ପ୍ରତିଯୋଗିତା ଚାଲୁଥିଲା କାହାର ଟୋକେଇ ଆଗ ଫୁଲ ହବ ବୋଲି। ଯଦି ମୂଷା ଗାତ ଗୋଟେ ମିଳିଗଲା ତାହେଲେ ଖୁସି କହିଲେ ନ ସରେ। ଗାଁ ସାରା ଗୋବରରେ ଲିପା ପରିଷ୍କାର ଖଳା, ଆଉ ଖଳା ମଝିରେ ମେହି ଖୁଣ୍ଟ। ଗେଣ୍ଡୁ ଫୁଲ ଗଛ ମାନେ ନିଜର ସୁନ୍ଦରତା ଦେଖାନ୍ତି ଏଇ ଦିନରେ। ମାର୍ଗଶିର ଗୁରୁବାରରେ ନମିତା ଅଗ୍ରୱାଲଙ୍କ ଲକ୍ଷ୍ମୀ ପୁରାଣ ସବୁ ଥାଏ ଘରେ ଘରେ, ଆଉ ଝୋଟି ପଡ଼ିଥାଏ ଘର ଦୁଆର ଆଉ ସେ ଧାନ ଖଳାରେ। ଗଦାମରା ହୋଇ ରହେ ଖଳାରେ ଧାନ ସବୁ। ସେଇଥିପାଇଁ ଖଳାରେ ଚପଲ ପିନ୍ଧିବାକୁ କଡା ବାରଣ ଥାଏ। ସ୍କୁଲ ଯିବା ବାଟରେ ପଡ଼େ କନଦେଇ ଘର ବାଡ଼ି। ଆମେ ସାଙ୍ଗ ସବୁ ଚପଲକୁ ହାତରେ ଧରି ତାଙ୍କ ଖଳାକୁ ପାରି ହଉ, ଆଉ ଖଳା ସରିଲେ ପୁଣି ଚପଲ ପିନ୍ଧୁ। କଚଡ଼ାକୁ ପିଟି ଧାନ ଝଡ଼ାଯାଏ, ଆଉ ମେଘକୁ ଦେଖି ବୋଉ ଧାନ ଉଁଷା ଆରମ୍ଭ କରେ। ସେ ଧାନ ଉଁଷା କେତେ ଦିନ ସକାଳୁ ବୋଉ ଘର ଭିତରେ ଦେଖାଯାଏନି। ବୋଉ ବସିଥାଏ ସେଇ ଖଳାରେ ପାରିଥିବା ଗୋଟେ ବଡ଼ ଧାନ ଉଁଷା ଚୁଲି ପାଖରେ। ଦେହ ମୁହଁ ସବୁ ହାଡ଼ ଭଙ୍ଗା ଶୀତ, ଆଉ ଚୁଲି ପାଖରେ ବସି କଳା କାଠ ପଡ଼ିଯାଇଥାଏ ତାର। ମୁଁ ନିଦରୁ ଉଠି ପାଟିରେ ଖଣ୍ଡେ ଦାନ୍ତ କାଠି ପୁରେଇ ଥୁରୁ ଥୁରୁ ହେଇ ବୋଉ ପାଖେ ଯାଇ ବସେ। ଆଉ ବୋଉ ମୋ ଶୀତ ଦେଖି ଡାବରେ ଡାବେ ପାଉଁଶ ଚୁଲିରେ ଆଣି ମୋ ସାମ୍ନାରେ ରଖିଦିଏ। ଆଉ ମୁଁ ହାତ ଦେଖେଇ ସେ ନିଆଁରେ ସେକି ହୁଏ। କେବେ କେବେ ଧାନ ଗୋଟେ ସେଇ ପାଉଁଶରେ ପକେଇ ଖଇ ଫୁଟିବାକୁ ଅନେଇଥାଏ ମୁଁ। ସେଇ ପାଉଁଶରେ ବୋଉ ବାପାଙ୍କ ପାଇଁ କନ୍ଦମୂଳ ତ କେତେବେଳେ ଆଳୁ ପୋଡ଼ିବା ପାଇଁ ପୋତିଦିଏ। ଖୁସି ଲାଗେ ବେଙ୍ଗଳା ପଡ଼ିବା ଦିନ। ସକାଳୁ ସକାଳୁ ଉଠି ସେଇ ବିଛା ଯାଇଥିବା ନଡ଼ା ଉପରେ ଘେରା ଘେରା ଧାଉଁଥାଏ ମୁଁ ବଳଦଙ୍କ ପଛରେ। ଆଉ କେବେ ବଳଦଙ୍କ ଲାଞ୍ଜରେ ହାତ ମାରିଦିଏ, ପୁଣି କେବେ ସେ ନଡ଼ା ଉପରେ ଗଡ଼ିଯାଏ। ଧାନ କାମ ଶେଷ ହୁଏ ଆମ ଗାଁ ମୁଣ୍ଡ ମେସିନ୍ ଘରେ। ମୋ ଅଜା ଆଉ ମୁଁ ସାଇକେଲ ନହେଲେ ଟଲିରେ ଧାନ ପେଷିବାକୁ ନେଉଥିଲୁ। ଆଉ ଧାନକୁ ପେଷି ଚାଉଳ ଆଉ କୁଣ୍ଡାକୁ ଅଲଗା ଅଲଗା କରି ବସ୍ତାରେ ଆଣୁଥିଲୁ। ଆଉ ସେଇ ଚାଉଳକୁ ଘରେ ରଖି ବର୍ଷ ସାରା ଆମେ ଖାଉଥିଲୁ। ହେଲେ ଆଜି ଆଉ ନାହିଁ ସେ ଧାନ କଟା ପର୍ବ। ଏବେ କୋଉ ଗୋଟେ ବଡ଼ ମେସିନ୍ ଆସି ବିଲରୁ ନଡ଼ା ଆଉ ଧାନ ଅଲଗା କରି ବସ୍ତା କରିଦେଉଛି। ଆଉ ଧାନ ସିଧା ଟୋକନ ହେଇ ମଣ୍ଡିକୁ ଚାଲି ଯାଉଛି। ସମୟ ନାହିଁ ନିଜ ପାଖେ ଧାନକୁ ଉଁସେଇ ଚାଉଳ କରିବାକୁ। ସେଇଥିପାଇଁ ତ ଧାନ ଚାଷ କରି ବର୍ଷ ସାରା ଆମେ କିଣା ଚାଉଳରେ ଜୀବନ କାଟୁଛନ୍ତି। ସତରେ ସେ ସମୟ ସୁନାର ସମୟ ନଥିଲା? ଯଦି ଆପଣମାନେ ବି ସେମିତି ସମୟ କିଛି ବଞ୍ଚିଛନ୍ତି, ତାହେଲେ ନିଜ ଅନୁଭୂତିକୁ କମେଣ୍ଟ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।